ଅଷ୍ଟମ ବେତନ କମିଶନ ପୂର୍ବରୁ ବଢ଼ିଲା ଚିନ୍ତା। ଏହି କର୍ମଚାରୀଙ୍କୁ ମିଳିବନି ଏମ୍ଏସିପି ସୁବିଧା। ଗୋଟେ ପଟେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଅଷ୍ଟମ ବେତନ କମିଶନ ସୁପାରିଶ କାର୍ଯ୍ୟକାରୀକୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ଏହା ଭିତରେ ନିଯୁକ୍ତି ସମ୍ବନ୍ଧୀୟ ଏକ ନୂତନ ସମସ୍ୟା ଦେଖାଦେଇଛି। ଆସନ୍ତୁ ଜାଣିବା ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓକୁ ଆରମ୍ଭ କରିବା। କିଛି କର୍ମଚାରୀ ସଂଶୋଧିତ ଏମ୍ଏସିପି ଯୋଜନା ଅଧୀନରେ ଲାଭ ପାଇପାରିବେ ନାହିଁ। ଏହା ଏକ କ୍ୟାରିୟର ପ୍ରଗତି ଯୋଜନା ଯାହା ନିୟମିତ ପଦୋନ୍ନତି, ବିଳମ୍ବ ହେଲେ ଆର୍ଥିକ ଉନ୍ନତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି। ସରକାର ସଂସଦରେ କହିଛନ୍ତି ଯେ ଜାନୁଆରୀ 1, 2006 ଏବଂ ଅଗଷ୍ଟ 31, 2008 ମଧ୍ୟରେ ଅବସର ନେଇଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ଏମ୍ଏସିପି ମୋଡିଫାଏଡ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ ଲାଭ ପାଇପାରିବେ ନାହିଁ। ସରକାର କହିଛନ୍ତି ଯେ ଯେହେତୁ ଏହି ଯୋଜନା ସେପ୍ଟେମ୍ବର 2008ରେ କାର୍ଯ୍ୟକାରୀ ହୋଇଥିଲା, ତେଣୁ ସେହି ସମୟ ପୂର୍ବରୁ ଅବସର ନେଇଥିବା କର୍ମଚାରୀମାନଙ୍କ ପାଇଁ ଏହାକୁ ବୃଦ୍ଧି କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହାର ଅର୍ଥ ହେଉଛି କେବଳ ସେପ୍ଟେମ୍ବର 1, 2008 କିମ୍ବା ତାପରେ ଚାକିରିରେ ଥିବା କର୍ମଚାରୀମାନେ ଏହି ଲାଭ ପାଇବାକୁ ଯୋଗ୍ୟ ହେବେ। ଏହି ଯୋଜନା ସେହି କର୍ମଚାରୀମାନଙ୍କ ପାଇଁ ଆରମ୍ଭ କରାଯାଇଥିଲା ଯେଉଁମାନେ ସମୟ ଅନୁସାରେ ପଦୋନ୍ନତି ପାଇପାରୁନଥିଲେ। ଏହି ଯୋଜନା ଅନୁଯାୟୀ କର୍ମଚାରୀମାନେ 10, 20 ଏବଂ 30 ବର୍ଷ ନିୟମିତ ସେବା ପୂରଣ କରିବା ପରେ କିମ୍ବା 10 ବର୍ଷ ପାଇଁ ସମାନ ଗ୍ରେଡ୍ ପେରେ ରହିବା ପରେ ପଦୋନ୍ନତି ପାଉଥିଲେ। ଏହା ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ଅଧୀନରେ ଥିବା କର୍ମଚାରୀମାନଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେମାନଙ୍କର ପଦୋନ୍ନତି ପାଇଁ ସୀମିତ ସୁଯୋଗ ଥିଲା। ତଥାପି ସରକାର ଏବେ ସ୍ପଷ୍ଟ କରିଛନ୍ତି ଯେ ଷଷ୍ଠ ବେତନ କମିଶନ ଅଧୀନରେ 2006ରୁ 2008 ମଧ୍ୟରେ ଅବସର ନେଇଥିବା କର୍ମଚାରୀମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଅଷ୍ଟମ ବେତନ କମିଶନ ଅଧୀନରେ କର୍ମଚାରୀ ସଂଗଠନ ଏନ୍ସିଜେସିଏମ୍ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ଏମ୍ଏସିପି ମୋଡିଫାଇଡ୍ ଆସ୍ୟୁର୍ଡ କ୍ୟାରିୟର ପ୍ରୋଗ୍ରେସନ୍ ଅଧୀନରେ ମିଳୁଥିବା 3ଟି ଆର୍ଥିକ ଉନ୍ନତ ଫାଇନାନ୍ସିଆଲ ଅପଗ୍ରେଡେସନକୁ ବଢ଼ାଇ 5 ଥର କରାଯାଉ। ସେମାନଙ୍କ ଦାବି ଅନୁସାରେ କର୍ମଚାରୀମାନଙ୍କୁ ସେବାର 6, 12, 18, 24 ଓ 30 ବର୍ଷରେ ନିଶ୍ଚିତ ପଦୋନ୍ନତି କିମ୍ବା ଆର୍ଥିକ ଉନ୍ନତିର ସୁବିଧା ମିଳିବା ଉଚିତ। ବର୍ତ୍ତମାନ ଏମ୍ଏସିପି ଅଧୀନରେ କର୍ମଚାରୀମାନେ ସାଧାରଣ 10, 20 ଓ 30 ବର୍ଷ ସେବା ପୂରଣ କରିବା ପରେ 3ଟି ଆର୍ଥିକ ଉନ୍ନତି ପାଇଥାନ୍ତି। ଏ ପରିସ୍ଥିତିରେ ଅଷ୍ଟମ ବେତନ କମିଶନ ସମସ୍ତ ବିଭାଗରୁ ଗତ 3 ବର୍ଷର ଏମ୍ଏସିପି ସମ୍ବନ୍ଧୀୟ ତଥ୍ୟ ମାଗିଛନ୍ତି, ଯାହା ମାଧ୍ୟମରେ କେତେ କର୍ମଚାରୀ ଏହି ସୁବିଧାର ଲାଭ ଉଠାଇଛନ୍ତି ତାର ସମୀକ୍ଷା କରାଯିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ଅଷ୍ଟମ ବେତନ କମିଶନର ଆଜିର ଏହି ନୂଆ ଅପଡେଟ୍ ବିଷୟରେ। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେଥି ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।